ଗଣ୍ଠିରେ କଷି ଏଇ ଦେଖନ୍ତୁ ଏଇଠି 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 ଦେଖନ୍ତୁ ଏଠି ଦେଖନ୍ତୁ ଏଠି ଦେଖନ୍ତୁ ଏଠି ଦେଖନ୍ତୁ ସବୁ ମାନେ ଆର ପ୍ରତି ଗଣ୍ଠିରେ କଷି କିଏ ଗଣ୍ଠି ଗୋଟେ ଫେଲିୟର ହେବନି। ସାଇଜ୍ ଛୋଟ ଛୋଟ ହେଇଛି ଆଜି ତୁଳା ହେଇଛି। ଏଇଟା ହେଲା ମାଇ ଫୁଲ ଫୁଲ ମାନେ ଫଳ ଉପରେ ଫୁଲ ରହିଛି। ଏଇ ଯେଉଁ ଫଳ ଏଇ ରହିଛି ତେଣୁ ଏ ଯେଉଁ କାଙ୍କଡ଼ ଆମର ଏଇଟା ପୁରା ଦେଖନ୍ତୁ କେତେ ମାନେ ଏଇଟା ହେଇଛି ଏରିକି ପୁରାଟା ଉପରେ ଉପରେ କରିକି ଦେଖାନ୍ତୁ ସେଇ ଆଡ଼ୁ ଦେଖି ଦେଖି ଆସନ୍ତୁ ପୁରା କାଙ୍କଡ଼ ହେଇଛି ଏପଟ ପର୍ଯ୍ୟନ୍ତ ଏପଟରେ ଦେଖନ୍ତୁ ଏପଟରେ ଏଠାରେ ମାତ୍ର କାର୍ତ୍ତିକ ଭେରାଇଟିରେ ଆମେ 4ଟି ଗଛ ଲଗାଇଥିଲୁ। 3ଟି ମାଇ ଏବଂ ଗୋଟିଏ ମାତ୍ର ଅଣ୍ଡିଆ ଗଛ ଲଗାଇଥିଲୁ। ଏଇ ଆପଣମାନେ ଦେଖିଥିବେ ଇଏ ଗୋଟେ ଗୁଣ୍ଠ ପାଖାପାଖି ଜମିରେ ଗୋଟେ ଗୁଣ୍ଠକୁ କମ୍ 2 ଡିସିମିଲ୍ 3 ଡିସିମିଲ୍ ଭିତରେ ଜାଗାରେ ହେଇଛି। ତଥାପି ଆମେ ପ୍ରତି ସପ୍ତାହରେ ଏ 4ଟି ଗଛରୁ ପାଖାପାଖି 30 କେଜିରୁ 40 କେଜି ଆମେ କାଙ୍କଡ଼ ତୋଳୁଛୁ। ମାର୍କେଟ ରେଟ୍ ଏବେ ଅଛି 80ରୁ 90 ଯାଏ ରେଟ୍ ବଢ଼ୁଛି କମୁଛି। এইটার আমি প্রতি মাসরে 1 কুইন্টাল 20 কেজি পরে আমি তুলুছু। তেণু আমি ସେଥିପାଇଁ চয়েস কলু এবং গছ আনলা পরে আমি পাখাপাখি 1 কুইন্টালରୁ 1.5 কুইন্টাল ভিতরে আমি কাଙ୍କଡ଼ বিকি সারিলুনি। তেণু আপন মানে যদি নেওয়া ପାଇଁ চাহুଛନ୍ତି এই কার্তিক ভ্যারাইটির কাଙ୍କଡ଼ ବହୁତ ଭଲ ভ্যারাইটি ରୋଗ ପୋକ କୌଣସି ହବାର ନାହିଁ। ତେଣୁ ଆପଣ ଥରେ ଇନଭେଷ୍ଟ କରନ୍ତୁ ଆପଣ ନିହାତି 10 years ଯାଏ ଆପଣ ନିହାତି ଆର ଫଳ ପାଇପାରିବେ। ଆର ମୁଖ୍ୟ କାରଣ ଏ ଗଛରେ କୌଣସି ଗୋରୁ ଗାଈ କିମ୍ବା ଛେଳି କୌଣସି ଏ ଗଛ ଖାଆନ୍ତି ନାହିଁ। କାରଣ ଏ ଗଛର ଖାସିୟତ ଗୋଟେ ରହୁଛି ଏ ଗଛ ଟିକେ ପିତା ଅଂଶ ରୁହେ ତେଣୁ ଗୋରୁ ଗାଈ କିଛି ଖାଆନ୍ତି ନାହିଁ। ତେଣୁ ସେ ବି ଡର ରହିବ ନାହିଁ। ଆପଣଙ୍କର ଯେଉଁ ପରିମାଣରେ ଚାରା ନେବା ପାଇଁ ଚାହିଁବେ ସେଇ ପରିମାଣରେ ଆମେ ଆପଣଙ୍କ ପାଖରେ ଚାରା ପହଞ୍ଚିଦେବୁ। আচ্ছা ଯିଏ ଯେତେ କ'ଣ ଚାରା ଯାହାର ଯେତେ ଦରକାର ହେବ କ'ଣ ଏଠି ମିଳିପାରିବ ସଫିସିଏଣ୍ଟ ଆମେ ଆପଣଙ୍କୁ ନିହାତି ଯୋଗାଇ ଦେବୁ। ବସ୍ ମାଧ୍ୟମରେ ହେଉ କିମ୍ବା ଟ୍ରେନ୍ ମାଧ୍ୟମରେ ହେଉ ଆମେ ଆପଣଙ୍କୁ ନିହାତି ଫୋନ୍ ଯୋଗାଯୋଗ କରନ୍ତୁ। ନିହାତି ଆମେ ଆପଣଙ୍କ ପାଖରେ ସଫିସିଏଣ୍ଟ ଚାରା ଏବଂ ଲଗାଇବାର ପଦ୍ଧତି ଏବଂ ଦୁଇରେ ଆର ଟ୍ରିଟମେଣ୍ଟ କେମିତି କ'ଣ ଲଗାଇବେ କ'ଣ ନାହିଁ ସମସ୍ତ ପ୍ରକାର ଏଗୁଡ଼ା ଆମେ ସାହାଯ୍ୟ କରିବୁ ଏବଂ ଏଇ ନମ୍ବରରେ କଲ୍ କରିବେ ସମସ୍ତ ପ୍ରକାର ସାହାଯ୍ୟ ଆମେ କରିବୁ। ଆପଣମାନେ ଦେଖୁଥିବେ ଏଇଟା ଅଣ୍ଡିଆ ଫୁଲ ଭଲ ଭାବେ ଦେଖନ୍ତୁ ଖାଲି ଫୁଲ ଫୁଲଟା ଦେଖନ୍ତୁ ଏଇଟା ହେଉଛି ମାଇ ଫୁଲ ଦେଖନ୍ତୁ ଫଳ ଅଛି ଏଇଟା ବି ସେଇ ମାଇ ଫୁଲ ଦେଖନ୍ତୁ ଏ ତ ପ୍ରତି ଡେମ୍ଫରେ କଷି ଆସିଛି। ହଁ ଏଇ ଭେରାଇଟିର ତ ଖାସିୟତ ଅଛି ତ କାର୍ତ୍ତିକ ଭେରାଇଟିରେ ପ୍ରତି ଡେମ୍ଫରେ ଫଳ ରହିବ। ଆଚ୍ଛା ଆଚ୍ଛା ତେଣୁ ଗୋଟେ ଗଛରେ ନିହାତି ଆପଣଙ୍କୁ ଗୋଟେ ମାସରେ 30ରୁ 40 କେଜି ପର ଫଳ ମିଳିଯିବ। ସେଥିପାଇଁ କାର୍ତ୍ତିକ ଭେରାଇଟିଟା ବେଷ୍ଟ ଭେରାଇଟି। ଅଲଗା ଭେରାଇଟି ଅଛି ସବୁରେ ଅଛି ଗଣ୍ଠି ପ୍ରତ୍ୟେକ ଗଣ୍ଠିରେ ଦେଖନ୍ତୁ କ୍ୟାମେରାମ୍ୟାନଙ୍କୁ ମୁଁ କହିବି ପ୍ରତ୍ୟେକ ଭେରାଇଟିରେ ଦେଖନ୍ତୁ ପ୍ରତି ଗଣ୍ଠି ତାହେଲେ ଯଦି ଚାଷୀ ଏକୁନି ମାନେ ଭଲ ଲାଭବାନ ହେଇପାରିବ ତ ବହୁତ ଲାଭବାନ ହେଇପାରିବ। ନିଶ୍ଚିତ ଲାଭବାନ ହେଇପାରିବେ। କାଙ୍କଡ଼ ଚାଷ ସେଇ କାଙ୍କଡ଼ ଚାଷ କଲରା ଚାଷ ବିଭିନ୍ନ ପ୍ରକାର ଚାଷ ଅଛି ତା ଭିତରୁ 3 ମାସ ପରେ ତାକୁ ପୁଣି ଲଗା ପୁଣି ସାର ଦିଅ ବିଭିନ୍ନ ପ୍ରକାର ରୋଗ କିନ୍ତୁ ଏଠାରେ ରୋଗ କୌଣସି କିଛି ନାହିଁ। ତାପରେ ବି ଭଲ ଫଳ ଏବଂ ଅଧିକ କ୍ୱାଣ୍ଟିଟିର ଅଳ୍ପ ଗଛରେ ଅଧିକ କ୍ୱାଣ୍ଟିଟିରେ ଫଳ